ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇ ଟାଙ୍ଗିରିଠାରେ ଥିବା ପାର୍ବତୀୟ ସାଂସ୍କୃତିକ କଳାକେନ୍ଦ୍ର ଦ୍ୱାରା ଆୟୋଜିତ ହୋଇଯାଇଛି ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ 2025ର ଏକ ରଙ୍ଗୀନ ସନ୍ଧ୍ୟା। ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରହଲ୍ଲାଦ ମହାନ୍ତଙ୍କ ତତ୍ତ୍ୱାବଧାନରେ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଶୀତ ଥରଥର ସନ୍ଧ୍ୟାକୁ ଖୁବ୍ ଆକର୍ଷଣୀୟ କରିଥିଲା। ବିଭିନ୍ନ ପାରମ୍ପରିକ ନୃତ୍ୟ ଏବଂ ସଙ୍ଗୀତରେ କଳାକାରମାନେ ଶୀତର ପ୍ରକୋପକୁ ଉଷ୍ମତା ଭରି ଦେଇଥିଲେ। କଳାକାରମାନଙ୍କ ଯାଦୁରେ ଦର୍ଶକମାନେ ମଧ୍ୟ ଖୁବ୍ ବିଭୋର ହୋଇପଡ଼ିଥିଲେ। ବିଗତ ଦିନରେ ଘଟିଯାଇଥିବା ଘଟଣା ଦୁର୍ଘଟଣା ଏବଂ ସୁଖ ଦୁଃଖର ମିଶ୍ରଣର 2025କୁ ବିଦାୟ ଦେଇ ନୂତନ ବର୍ଷକୁ ସ୍ୱାଗତ ଜଣାଇବା ପାଇଁ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ୱବିନାୟକ ଡିଗ୍ରୀ କଲେଜ ଅଧ୍ୟକ୍ଷ ରବି ନାରାୟଣ ମହାନ୍ତ, ସମ୍ମାନନୀୟ ଅତିଥି ଭାବେ ଡେଣୁଆ ହାଇସ୍କୁଲ ପ୍ରଧାନ ଶିକ୍ଷକ ମହେନ୍ଦ୍ର ମହାନ୍ତ ଏବଂ ସମାଜସେବୀ ବାସୁଦେବ ସିଂ ଯୋଗଦେଇ ମହୋତ୍ସବକୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଅଶୋକ କୁମାର ମହାନ୍ତ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, ଏଭି ନ୍ୟୁଜ।